ଇଡି ଚାଲରେ ରିଲାଏନ୍ସ ଗ୍ରୁପ୍ର ଚେୟାରମ୍ୟାନ୍ ଏବଂ ଏମ୍ଡି ଅନିଲ ଅମ୍ବାନୀ 17,000 କୋଟି ଟଙ୍କାର ଋଣ ଠକେଇ ମାମଲାର ପଚରାଉଚରା ପାଇଁ ଇଡି ତାଙ୍କୁ ସମନ କରିଛି। ଅଗଷ୍ଟ 5 ତାରିଖରେ ନୂଆଦିଲ୍ଲୀରେ ଥିବା ଇଡି ମୁଖ୍ୟାଳୟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛି ଇଡି। ଏହି ମାମଲାକୁ ନେଇ ଇଡି ପକ୍ଷରୁ ଅନିଲ ଅମ୍ବାନୀଙ୍କ ସହିତ ଜଡ଼ିତ ସଂସ୍ଥାଗୁଡ଼ିକ ଉପରେ ଚଢ଼ାଉ କରାଯାଇଥିଲା। ତେବେ ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ଏହି ମାମଲା ରୁଜୁ କରାଯାଇଛି। ଇଡି ରିଲାଏନ୍ସ ଗ୍ରୁପ୍ ସହିତ ଜଡ଼ିତ ଥିବା 50ଟି ସଂସ୍ଥା ଉପରେ ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ 25 ଜଣ ଲୋକଙ୍କ ଉପରେ ଚଢ଼ାଉ କରିଥିଲା। ଗ୍ରୁପ୍ର ଅନେକ କମ୍ପାନୀ 10,000 କୋଟି ଟଙ୍କାରୁ ଅଧିକ ଋଣ ପାଣ୍ଠିକୁ ଅପବ୍ୟବହାର କରି ବିଭିନ୍ନ ପାଣ୍ଠି ଏବଂ ସେଲ୍ ଫାର୍ମକୁ ପଠାଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ୟେସ୍ ବ୍ୟାଙ୍କରୁ ପ୍ରାୟ 3,000 କୋଟି ଟଙ୍କା ଋଣ ଠକେଇ କରାଯାଇଛି ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ରିଲାଏନ୍ସ ଲିମିଟେଡ୍ ଦ୍ୱାରା ପ୍ରାୟ 14,000 କୋଟି ଟଙ୍କାର ଋଣ ଠକେଇର ଅଭିଯୋଗ ମଧ୍ୟ ରହିଛି, ଯାହାର ତଦନ୍ତ ପରିସରଭୁକ୍ତ ରହିଛି।